ହୋଟେଲ ରେଷ୍ଟୁରାଣ୍ଟରେ ଷ୍ଟାର୍ଟର ଆଇଟମ୍ ଭାବରେ ଆପଣମାନେ ତ ଖାଇଥିବେ ଚିକେନ୍ 65। ତ ଆଜି ଆପଣମାନଙ୍କୁ ମୁଁ ଘରେ ପ୍ରସ୍ତୁତ କରିକି ଦେଖେଇବି। ନମସ୍କାର, ଫୁଡ୍ ଷ୍ଟ୍ରିଟ୍କୁ ଆପଣମାନଙ୍କୁ ପୁଣି ଥରେ ବହୁତ ବହୁତ ସ୍ୱାଗତ। ଚାଲନ୍ତୁ ଆଜି ଆମେ ପ୍ରସ୍ତୁତ କରିବା ଚିକେନ୍ 65। ଚିକେନ୍ 65 ପାଇଁ ମୁଁ ନେଇଛି କିଛି ବୋନଲେସ୍ ଚିକେନ୍ 1/2 କେଜିରେ। ତ ତା ସହିତ ଆଡ଼୍ କରିଛି ଦହି 2 ଚାମଚ, 1 ଚାମଚ ଅଦା ରସୁଣର ପେଷ୍ଟ, 1 ଚାମଚ ହଳଦୀ ପାଉଡ଼ର, 1 ଚାମଚ କାଶ୍ମୀରୀ ଲଙ୍କା ପାଉଡ଼ର, 1 ଚାମଚ ଜିରା ପାଉଡ଼ର, 1 ଚାମଚ ଧନିଆ ପାଉଡ଼ର, 1 ଚାମଚ ଗରମ ମସଲା ପାଉଡ଼ର, 1 ଚାମଚ ଚିକେନ୍ ମସଲା। ଲାଷ୍ଟରେ ପକେଇଛି ଲୁଣ, ସ୍ୱାଦ ଅନୁସାରେ ପକେଇଛି। ତ ଲୁଣଟା ଫାଷ୍ଟ ଏଇଥିପାଇଁ ପକେଇଲିନି, ଦହି ପକେଇଛି ତ ସେଥିପାଇଁ ଲାଷ୍ଟରେ ଲୁଣଟା ପକେଇଲେ ଦହିଟା ବେଶୀ ପାଣି ବି ଫାଟିବନି। ତ ପକେଇକି ଭଲ ଭାବେ ତାକୁ ଗୋଳେଇ ଦେଲି। ତ ମୁଁ ତା ସହିତ କିଛି ଆଡ଼୍ କରିଛି ଫୁଡ଼୍ କଲର୍। ତ ଆପଣମାନେ ଚାହିଁଲେ କରିବେ, ନହେଲେ ସ୍କିପ୍ ମଧ୍ୟ କରିପାରିବେ। ଲାଷ୍ଟରେ ପକେଇଦେବା ଗୋଲମରିଚ ଗୁଣ୍ଡ, ଯେଉଁଟାକି ଚିକେନ୍ 65ର ବହୁତ ଭଲ ଟେଷ୍ଟ ଦିଏ। ତ ଗୋଲମରିଚ ଗୁଣ୍ଡ ସହିତ କିଛି ଭୁସୁଙ୍ଗା ପତ୍ରକୁ ମୁଁ କାଟିକି ଚୁନା ଚୁନା କରିକି ରଖିଥିଲି। ତ ତାକୁ ପକେଇକି ଭଲ ଭାବେ ତାକୁ ମୁଁ ଗୋଳେଇ ଦେଲି। ଗୋଳେଇ ଦେଇ ସାରିଲା ପରେ ଏବେ ଆମେ ପକେଇବା କିଛି କର୍ଣ୍ଣଫ୍ଲୋର୍ ପାଖାପାଖି ମୁଁ 500 ଗ୍ରାମ ଚିକେନରେ 100 ଗ୍ରାମ ଖଣ୍ଡୁ କର୍ଣ୍ଣଫ୍ଲୋର୍ ମୁଁ ପକେଇଛି। ତ ମୁଁ ଅଳ୍ପ ଅଳ୍ପ କରିକି 100 ଗ୍ରାମ କର୍ଣ୍ଣଫ୍ଲୋର୍ ପକେଇକି ତାକୁ ମୁଁ ଭଲ ଭାବରେ ଗୋଳେଇ ଦେଲି, ଯାହାଫଳରେ କି ମାନେ ଚିକେନ୍ ସହିତ ଭଲ ଭାବେ ସେ ମିଶିଯିବ। ତ ମସଲା ଚିକେନ୍ ସବୁ ଯାକ ମିଶିକି ଗୋଟେ ବଢ଼ିଆ ଫ୍ଲେଭର୍ ହେଇଯିବ। ତ ଏବେ ଆମେ ଚିକେନ୍ ଗୁଡ଼ାକୁ ଫ୍ରାଏ କରିନେବା। ଫ୍ରାଏ କରିବା ପାଇଁ ମୁଁ ଗ୍ୟାସ୍ରେ ଗୋଟେ କରେଇ ବସେଇଲି। କରେଇ ବସେଇ କିଛି ତେଲ ଦେଲି। ତେଲ ଗରମ ହେଲା ପରେ ଯେଉଁ ମ୍ୟାରିନେଟ୍ କରି ରଖିଥିଲି ସବୁ ଚିକେନ୍କୁ ଗୋଳେଇ ଗାଳେଇକି, ତ ତାକୁ ମୁଁ ଗୋଟେ ଗୋଟେ କରିକି ଚିକେନ୍ ଗୁଡ଼ାକୁ ପ୍ୟାନ୍ରେ ପକେଇଲି। ସବୁ ତେଲ ତାତି ଯାଇଥିଲା। ତ ପକେଇକି ତାକୁ ମୁଁ ଏପଟ ସେପଟ କରିକି ତାକୁ ଛାଣିଦେଲି। ଛାଣି ଦେଇକି ଏବେ ଦେଖନ୍ତୁ ଆମର ଚିକେନ୍ ଗୁଡ଼ା ପୁରା ରେଡ୍ ହେଇଗଲାଣି। କଲର୍ ବି ବହୁତ ବଢ଼ିଆ ହେଇଛି। ତ ବହୁତ କ୍ରିସ୍ପି ମଧ୍ୟ ହେଇଛି। ଦେଖିଲା ବେଳକୁ ତ ଖାଇବା ପାଇଁ ବହୁତ ଇଚ୍ଛା ହେଉଛି। ତ ଏବେ ଆମେ ବାହାର କରିନେବା ଗୋଟେ ପ୍ଲେଟ୍କୁ। ହଁ ସାଙ୍ଗମାନେ, ଯଦି ଆପଣମାନଙ୍କୁ ମୋ ଭିଡ଼ିଓଟି ଭଲ ଲାଗିବ, ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ହଁ, ମୋର ଗୋଟେ ରିକ୍ୱେଷ୍ଟ, ଭିଡ଼ିଓଟା ପୁରା ଏଣ୍ଡ ପର୍ଯ୍ୟନ୍ତ ଦେଖିବେ, ସ୍କିପ୍ କରିବେନି। ତ ଏଣ୍ଡ ପର୍ଯ୍ୟନ୍ତ ଦେଖିଲେ ନା ସବୁ ଯାକ ଷ୍ଟେପ୍ ବାଇ ଷ୍ଟେପ୍ ସବୁ ଜାଣିପାରିବେ। ତ ୟାକୁ ଘରେ ପ୍ରସ୍ତୁତ କରିକି ମଧ୍ୟ ଖାଇବେ। ତ ଦେଖନ୍ତୁ ଆଉ ଯେତିକି ଚିକେନ୍ ଥିଲା, ତ ମୁଁ ତାକୁ ଗୋଟେ ଗୋଟେ କରିକି ସବୁ ଯାକ ଚିକେନ୍କୁ ଏଇଭଳି ଭାବରେ ଛାଣିଦେଲି। ତ ଛାଣି ଦେଇ ସାରିଲା ପରେ ଲାଷ୍ଟରେ ଆମେ ଦେବା ତା'ର ଛୁଙ୍କ ପାଇଁ ମୁଁ ଗୋଟେ ଫ୍ରାଏ ପ୍ୟାନ୍ ନେଇଛି। ଫ୍ରାଏ ପ୍ୟାନ୍ରେ କିଛି ତେଲ ଦେଲି। ତେଲ ଗରମ ହେଲା ପରେ 2ଟା ଶୁଖିଲା ଲଙ୍କା, ରସୁଣକୁ ଛୋଟ ଛୋଟ କରି କାଟିକି ରଖିଥିଲି। ରସୁଣ, କଞ୍ଚା ଲଙ୍କାକୁ କାଟିକି ରଖିଥିଲି। କଞ୍ଚା ଲଙ୍କା, ଲାଷ୍ଟରେ ଭୁସୁଙ୍ଗା ପତ୍ର ପକେଇକି ତାକୁ ଗୋଟେ ମୁଁ ତଡ଼କା ଦେବି ଛୁଙ୍କ। ତ ଦେଖନ୍ତୁ ଭଲ ଭାବେ ଟିକେ ଫ୍ରାଏ କରିନେବେ। ଫ୍ରାଏ କରିନେଇ ସାରିଲା ପରେ ଯେଉଁ ଛାଣିକି ରଖିଥିବା ଚିକେନ୍କୁ ପକେଇକି ତ ଗୋଟେ ଭଲ ତଡ଼କା ଛୁଙ୍କ ଦେଇଦେବେ। 2 ମିନିଟ୍ ପର୍ଯ୍ୟନ୍ତ ଚିକେନ୍ଟାକୁ ପକେଇ ଦେଇକି ହାଲକା ଟିକେ ଫ୍ରାଏ କରିନେବେ। ଫ୍ରାଏ କରିନେଇ ସାରିଲା ପରେ ଦେଖିବେ ପୁରା ରେଡ଼ି ହେଇଯିବ ଆମର ଚିକେନ୍ 65। ଚିକେନ୍ 65ର ମେନ୍ ହେଉଛି ଭୁସୁଙ୍ଗା ପତ୍ର, ଶୁଖିଲା ଲଙ୍କା, କଞ୍ଚା ଲଙ୍କାର ଯେଉଁ ଫ୍ଲେଭର୍ଟା ନା ପୁରା ଜବରଦସ୍ତ ଟେଷ୍ଟ ଲାଗିବ। ତ ଥରେ ଏହାକୁ ଘରେ ପ୍ରସ୍ତୁତ କରି ଖାଆନ୍ତୁ ନା, ଜାଣିପାରିବେ କେତେ ଟେଷ୍ଟି ହେଇଛି। ତ ଏଇଟା ମୁଁ ଫାଷ୍ଟ ଟାଇମ୍ କରିଥିଲି। ଏତେ ବଢ଼ିଆ ହେଇଛି ଯେ ଇଚ୍ଛା ହେଉଛି ସବୁ ଯାକ ଖାଇଦେବା ପାଇଁ। ତ ୟାକୁ ମୁଁ ବାରମ୍ବାର ତ କରିକି ଖାଇବି। ତ ଆପଣମାନେ କରିକି ଖାଇବେ। ଲାଷ୍ଟରେ ପକେଇଦେବେ ଗୋଲମରିଚ ଗୁଣ୍ଡ ଯେଉଁ ପକେଇଥିବେ, ତା'ର ଫ୍ଲେଭର୍ଟା ପୁରା ମାନେ ଚିକେନ୍କୁ ଗୋଲମରିଚ, ଭୁସୁଙ୍ଗା ପତ୍ର, ଟିକେ ଟିକେ ରାଗ, ଟିକେ ଟିକେ ମାନେ ସ୍ପାଇସି ଯେଉଁ ଅଛି, ବହୁତ ଟେଷ୍ଟ, ପୁରା ଜବରଦସ୍ତ ଲାଗିଲା ମୋତେ ଖାଇକି। ତ ମୁଁ ଏବେ ସଲ୍ଭ କରିଦେବି ଗୋଟେ ପ୍ଲେଟ୍କୁ। ଦେଖନ୍ତୁ କେତେ ସୁନ୍ଦର ହେଇଛି। ଦେଖିବା ପାଇଁ ଯେତିକି ସୁନ୍ଦର ଲାଗୁଛି ନା, ଖାଇବାଟା ମଧ୍ୟ ସେତିକି ସୁନ୍ଦର। ବହୁତ ଟେଷ୍ଟି ଥିଲା। କହିଲା ବେଳକୁ ତ ପାଟିରୁ ପାଣି ଆସିଯାଉଛି। ତ ଏତେ ବଢ଼ିଆ ହେଇଥିଲା ଯେ ତ କହିବି ପାରିବିନି।
ଥରେ ନିଶ୍ଚୟ ମୋର ରିକ୍ୱେଷ୍ଟ ଯେ ଆପଣମାନଙ୍କୁ ଥରେ ନିଶ୍ଚୟ ଏହାକୁ ଘରେ ତିଆରି କରି ଖାଇବେ। ସବୁବେଳେ ତ ବାହାରେ ଖାଉଥିବେ ମାର୍କେଟରେ, ତ ଘରେ ତିଆରି କରି ଖାଆନ୍ତୁ ନା। ବାରମ୍ବାର ଇଚ୍ଛା ହେବ ଏ ସୁନ୍ଦର ଆଇଟମ୍ଟାକୁ ଚିକେନ୍ 65 କରିକି ଘରେ ଖାଇବା ପାଇଁ। ଅନ୍ୟମାନଙ୍କୁ ଖୁଆନ୍ତୁ, ନିଜେ ଖାଆନ୍ତୁ, ଖାଇକି ଆର ମଜା ଭଲ ନିଅନ୍ତୁ। ଏଇ ବର୍ଷା ଦିନିଆ ନା ଏସବୁ କରିକି ଖାଇବେ, ପୁରା ଜବରଦସ୍ତ ଟେଷ୍ଟ ଲାଗିବ, ବହୁତ ଖୁସି ଲାଗିବ। ଅନ୍ୟମାନଙ୍କୁ ବି ଖୁଆନ୍ତୁ, ଦେଖିବେ ବହୁତ ବହୁତ ଭଲ ଲାଗିବ। ଯଦି ମୋର ଏମିତି ସୁନ୍ଦର ସୁନ୍ଦର ଆଇଟମ୍ ଗୁଡ଼ାକୁ ଦେଖିବା ପାଇଁ ଚାହୁଁଛନ୍ତି, ମୋ ଚ୍ୟାନେଲ୍ ଫୁଡ୍ ଷ୍ଟ୍ରିଟ୍ରେ ଯୋଡ଼ି ହେବା ପାଇଁ ଚାହୁଁଛନ୍ତି, ତ ମୋ ଚ୍ୟାନେଲ୍ ଫୁଡ୍ ଷ୍ଟ୍ରିଟ୍କୁ ସବସ୍କ୍ରାଇବ୍ କରନ୍ତୁ